ଆଜିର ଅନୁଚିନ୍ତା। ରୋଷେଇ ଘରକୁ ସର୍ବଦା ସଫା ରଖିବା ଦ୍ୱାରା ମଙ୍ଗଳ ଗ୍ରହ ଶାନ୍ତ ହୋଇଥାନ୍ତି। ମଙ୍ଗଳ ଗ୍ରହଙ୍କ ଖରାପ ପ୍ରଭାବ ପଡ଼ିଲେ ପେଟଜନିତ ସମସ୍ୟା ଓ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ଏହି 5ଟି କଥା କାହାକୁ କୁହନ୍ତୁ ନାହିଁ। 1. ନିଜ ସଫଳତାର ରହସ୍ୟ। 2. ନିଜ ପରିବାରର କଥା। 3. ନିଜ ଦୁର୍ବଳତା। 4. ନିଜ ଭବିଷ୍ୟତର ଯୋଜନା। 5. ନିଜ ଅତୀତର କଥା। ରାନ୍ଧିବା ସମୟରେ ପ୍ରେମ, ସ୍ନେହ ଓ ଆଦରରେ ରାନ୍ଧିଲେ ପରିବାର ମଧ୍ୟରେ ସ୍ନେହ ସଦ୍ଭାବ ବଢ଼ିଥାଏ। 16 ସୋମବାର ବ୍ରତ କରିବା ଦ୍ୱାରା ଭଲ ଜୀବନସାଥୀ ମିଳିଥାଏ। ମଥାରେ ସିନ୍ଦୁର ଲଗାଇଲା ବେଳେ ଯୋଡ଼ି ହୋଇ ରହିଥିବା ଠାକୁରଙ୍କୁ ସ୍ମରଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ପ୍ରତ୍ୟେକ ଦିନ ଗୋଟିଏ ତୁଳସୀ ପତ୍ର ଖାଆନ୍ତୁ। ଏହାଦ୍ୱାରା ଶରୀରକୁ ରୋଗ ମାଡ଼େ ନାହିଁ। ସକାଳୁ ଉଠିବା ମାତ୍ରେ ନିଜ ପାପୁଲିକୁ ଦେଖି ନିଜ ଇଷ୍ଟ ଦେବାଦେବୀଙ୍କୁ ସ୍ମରଣ କରି ସକାରାତ୍ମକ ହୋଇ ଉଠିଲେ ଦିନଟି ଭଲରେ କଟେ। ପ୍ରଜାପତି ଆପେ ଆପେ ଆସି ନିଜ ଦେହରେ ବସିବା ହେଉଛି ଶୁଭ ସଂକେତର ଲକ୍ଷଣ। ସୁନା କିଣି ସାରିବା ପରେ ପ୍ରଥମେ ମାତା ଲକ୍ଷ୍ମୀଙ୍କ ପାଖରେ ରଖି ପୂଜା କରି ପିନ୍ଧନ୍ତୁ। ଏହା କରିବା ଦ୍ୱାରା ବହୁତ ଶୁଭ ହୋଇଥାଏ ଓ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ସୂର୍ଯ୍ୟାସ୍ତ ପରେ ବାହାର ଲୋକଙ୍କୁ ନିଜ ଘରୁ ଦହି, କ୍ଷୀର, ବିରି ଓ ଲୁହା ଜିନିଷ ଦିଅନ୍ତୁ ନାହିଁ।